ଜୟ ଜଗନ୍ନାଥ ବନ୍ଧୁଗଣ। ଆଜି ହେଉଛି ହରିଶୟନୀ ଏକାଦଶୀ। ଏହି ଏକାଦଶୀ କଥା ଏବଂ ମାହାତ୍ମ୍ୟକୁ ଶ୍ରବଣ କଲେ ଜାଣତରେ ବା ଅଜଣାତରେ କରିଥିବା ପାପ ଭସ୍ମ ହୋଇଯାଏ। ଦେବଶୟନୀ ଏକାଦଶୀ। କହନ୍ତି ରାଜା ଯୁଧିଷ୍ଠିର, ଶୁଣ ହେ ପ୍ରଭୁ ଦାମୋଦର। ଆଷାଢ଼ ଶୁକ୍ଳ ଏକାଦଶୀ, ନାମେ କି ଏଥି ବିଧି ମିଶି। ଶ୍ରୀକୃଷ୍ଣ ବାଚ ପଣ୍ଡୁନନ୍ଦନେ ପଚାରନ୍ତେ, ଅଚ୍ୟୁତ କହନ୍ତି ସାକ୍ଷାତେ। ଆଷାଢ଼ ଶୁକ୍ଳ ଏକାଦଶୀ, ନାମେ କାମିକା ବୋଲି ଭାସି। ସେ ମହାପୁଣ୍ୟ ମୋକ୍ଷ ଦାନି, ଯେ କରେ ସର୍ବ ପାପ ହାନି। ଯାହାକୁ ଶୁଣନ୍ତେ ସତ୍ୱର, ମିଳଇ ବାଜପେୟ ଫଳ। ପାପୀଙ୍କ ପାପ କ୍ଷୟ ପାଇଁ, ଏଥିରୁ ଶ୍ରେଷ୍ଠ ବ୍ରତ ନାହିଁ। କହୁଛି ସତ୍ୟ ସତ୍ୟ ଜାଣ, ଧାତାର ନାହିଁ ନାଭିଆଣ। ଏଥିରୁ ପର ନରନାଥ, ମୋକ୍ଷ ହେବାକୁ ନାହିଁ ବ୍ରତ। ହେ ନୃପ କଥା ଏବେ କର, କହଇ ଯାହା ମୋ ବିଚାର। ହେ ମହାରାଜ ତୁମ୍ଭେ ଶୁଣ, ଶ୍ରବଣେ ଅଛି ମହାପୁଣ୍ୟ। ଯେହା ଶ୍ରବଣ କରନ୍ତି, ଅତି ଉତ୍ତମ ଗତି ପାନ୍ତି। ମୋଠାରୁ ଭକ୍ତି ପର ଯେହି, ବୈଷ୍ଣବ ବୋଲି ତାକୁ କହି। କାମିନୀ ଏକାଦଶୀ ଦିନ, ଯେ ପୂଜେ ପଞ୍ଚ ଯେ ବାମନ। ଯେ ତିନି ଦେବଙ୍କ ସହିତେ, ପୂଜିଲା ତିନି ଲୋକ ହିତେ। ଯେ କଲା ଏ ହରିବାସର, ଯେ କଲା ପୂଜା ଚରାଚର। ଯୁଧିଷ୍ଠିର ଉବାଚ ହେ କୃଷ୍ଣ ପୁରୁଷ ଉତ୍ତମ, ସଂଶୟ ହେଉଅଛି ମମ। କି ରୂପେ ଶୋଇଲେ ଦେବେଶ, କି ରୂପେ କଲିକ ପ୍ରବେଶ। ସେ କାଳେ ଭୂମି ଜନମାନେ, କି କରୁଥିଲେ ଅବାନେ। ହେ ମହାପ୍ରାଜ୍ଞ ମୋତେ କହ, ତୁଟୁମ ଏମନ୍ତ ସନ୍ଦେହ। ଶୁଣ ରାଜନ ପୂର୍ବ କଥା, ଯା ଶୁଣି ତୁଟେ ଭବ ବ୍ୟଥା। ଯାହାକୁ ଶୁଣିଲେ ନିଶ୍ଚୟ, ହୁଅଇ ସର୍ବ ପାପ କ୍ଷୟ। ପୂର୍ବେ ତ୍ରେତୟା ଯୁଗେ ବଳି, ଦାନୀଙ୍କ ମଧ୍ୟେ ଥିଲା ବଳି। ମୋତେ ସେ ନିଜେ ପୂଜା କରି, ମୋଠାରେ ଥାଏ ଭକ୍ତି ଧରି। ମୁଁ ତାର ପରମୟନ, ଯଜ୍ଞରେ କରେ ମୋ ପୂଜନ। ଯଜ୍ଞ ବା ଅନ୍ୟ ଧର୍ମ ମାନ, ପରମ ଭକ୍ତରେ ନିୟମ। ପରମ ଶୁଭକୁ ବିଚାରି, ଦେବରାଜକୁ ସ୍ତୁତି କରି। ଚନ୍ଦ୍ର ହିଁ ମୋତେ ପୂଜା କରେ, ଗୁରୁ ଦେବତା ସହିତରେ। ପଞ୍ଚମ ଅବତାର ମୁହିଁ, ବାମନ ବିପ୍ର ରୂପ ହୋଇ। ମର୍ତ୍ତ୍ୟରାଜନ ନାହା ବଳି, ଧ୍ୟାନେ ଜାଣିନ ମୁଁ ଚିହ୍ନିଲି। କେବଳ ସ୍ଥାନ ପାଦତ୍ରୟ,
ମାଗିଲି ଦେଇ ମୁଁ ଅଭୟ। ଶୁକ୍ର ବଳିକି ନିରୋଧିଲା, କପଟ ବିଷ୍ଣୁ ଏ ବୋଇଲା। ସଂକଳ୍ପ ସତ ବାକ୍ୟ ଘେନି, ସମର୍ପି ଦେଲା ସେ ଅବନି। ତତ୍କ୍ଷଣେ ଧଇଲି ମୁଁ ରୂପ, ଯେ ହେଲା ବ୍ରହ୍ମାଣ୍ଡ ସ୍ୱରୂପ। ଶୁଣ ମୋ ରୂପ ଅବସ୍ଥାନ, ଯା ଦେଖି ତ୍ରସ୍ତ ସର୍ବଜନ। ଭୂଲୋକ ପାଦ ନ୍ୟାସ କଲି, ଭୁବଲୋକରେ ଜାନୁ ଭରି। ସ୍ୱର୍ଲୋକେ କଲି କଟି ନ୍ୟାସ, ଉଦର ମହର୍ଲୋକ ବାସ। ହୃଦୟେ ହେଲା ଜନଲୋକ, କଣ୍ଠକୁ ଜାଣତ ପଲୋକ। ସତ୍ୟଲୋକରେ ମୁଖ ମୋର, ତଦୁର୍ଦ୍ଧ୍ୱେ ମସ୍ତକ ମୋହର। ନକ୍ଷତ୍ର ସହ ଗ୍ରହ ଗଣେ, ଇନ୍ଦ୍ର ସହିତେ ଦେବଗଣେ। ଏମାନେ ସର୍ବସ୍ତୁତି କଲେ, ବେଦୋକ୍ତ ବିବିଧ ସୂତ୍ରରେ। କଳିକି କରେ ଧରି ମୋହି, ପାଦେକ ପୂର୍ଣ୍ଣ କଲି ମହି। ଅନ୍ୟ ପାଦରେ ସ୍ୱର୍ଗ ବ୍ୟାପୀ, ତୃତୀୟ ବଳି ଶିରେ ଚାପି। ଦାନବ ମୋ ପାଦ ଭାରେଣ, ରସାତଳକୁ ଗଲା ଜାଣ। ଯୁଧିଷ୍ଠିର ଉବାଚ, ଶୁଣ ଏ ମନ୍ତ ଯୁଧିଷ୍ଠିର, ବୋଲନ୍ତି ପ୍ରଭୁ ଦାମୋଦର। ରସାତଳକୁ ଗତ ହୋଇ, କି କଲା ବଳି ତହିଁ ଥାଇ। କହିବା ପ୍ରଭୁ ନାରାୟଣ, ଯେଣୁ ସେ ବିଷ୍ଣୁ ପରାୟଣ। ଶ୍ରୀକୃଷ୍ଣ ଉବାଚ, ବିନୟେ କଲା ବଳି ସ୍ତୁତି, ତେଣୁ ପ୍ରସନ୍ନ ଯଦୁପତି। ଅଭୟ ଦେଇ ତାହା ପୁରେ, ରହିଲେ ଗଦାଧର କରେ। ଆଷାଢ଼ ଶୁକ୍ଳ ହେ କାମିକା, ତହିଁରେ ମୋର ମୂର୍ତ୍ତି ଏକା। ବଳିର ଆଶ୍ରୟ ହୋଇଛି, ଅପରା ଶେଷ ପୃଷ୍ଠେ ଅଛି। କ୍ଷୀରସାଗର ମଧ୍ୟ ଦେଶ, ତହିଁରେ ମଣ୍ଡପ ବିଶେଷ। ତହିଁରେ ଶେଷର ଉପର, ଶୋଇଲେ ପ୍ରଭୁ ଚକ୍ରଧର। କାର୍ତ୍ତିକ ଶୁକ୍ଳ ଏକାଦଶୀ, ଅବଧି କରି ଦେବେ ଭାସି। ଯେ ଯାହା କାର୍ଯ୍ୟେ ଏବେ ଗଲେ, ପ୍ରଭୁ ନିଦ୍ରାକୁ ଆଚରିଲେ। ଶୟନ ଉତ୍ଥାପନ ଯାଏ, ଯେ ଚତୁର୍ମାସ୍ୟା ବ୍ରତ ହୁଏ। ପାନ୍ତି ସେ ପରମ ପଦ, ସେ ସର୍ବ ସୁଖର ସମ୍ପଦ। ତେଣୁ ଏ ବ୍ରତକୁ ଯତ୍ନରେ, କରିବେ ନରେ ସୁମନରେ। ଏଥିରୁ ଶ୍ରେଷ୍ଠତର ହୋଇ, ପବିତ୍ର ପାପ ନାଶି ନାହିଁ। ଯହିଁରେ ଶୁଅନ୍ତି ମୁରାରି, ଶ୍ରୀହସ୍ତେ ଶଙ୍ଖ ଚକ୍ରଧାରି। ତହିଁରେ ନାରାୟଣ ପୂଜା, ଜାଣ ହେ ଯୁଧିଷ୍ଠିର ରାଜା। ଭକ୍ତିରେ କାମିକା ବ୍ରତ, କରି ଯେ ହୁଅଇ ଜାଗ୍ରତ। ହୋଇଲେ ଚତୁର୍ମୁଖେ ଦେବେ,
ତା ପୁଣ୍ୟ କହି ନ ପାରିବେ। ଯେହୁ କାମିକା ଉପବାସେ, ନିଏ ସେ ମୋର ଲୋକବାସେ। ସେ ବ୍ରତ ମାନଙ୍କ ଉତ୍ତମ, ସମସ୍ତ ପାପ ନାଶ କ୍ଷମ। ଭକ୍ତି ମୁକ୍ତି କିଏ ହୁଅଇ, ଏଣୁ କାମିକା ସମ ନାହିଁ। ସ୍ୱାମୀ ଶୟନ ଅନ୍ନଦାନ, ପଲାଶ ପତ୍ରରେ ଭୋଜନ। ଏ ବ୍ରତ ନେଇ ଚତୁର୍ମାସ, ମତେ କରଇ ପ୍ରୀତି ବଶ। ଶ୍ରାବଣ ସକାଳ ଭୋଜନ, ଦଧିକି ଭାଦ୍ରେ ବିସର୍ଜନ। ଆଶ୍ୱିନେ ଦୁଗ୍ଧ ତ୍ୟାଗ ହୋଇ, କାର୍ତ୍ତିକେ ଦିବେକ ନ ଖାଇ। ଆଶ୍ୱିନେ ଦୁଗ୍ଧ ତ୍ୟାଗ ହୋଇ, କାର୍ତ୍ତିକେ ଦିବେଳ ନ ଖାଇ। ବ୍ରହ୍ମଚର୍ଯ୍ୟକୁ ବରି ନର, ପାଏ ପରମ ରତି ସାର। କରି ସେ ଏକାଦଶୀ ବ୍ରତ, ଲୋକେ ହୁଅନ୍ତି ପାପ ମୁକ୍ତ। ସର୍ବଥା କର୍ତ୍ତବ୍ୟ ଏ ଘେନି, ଏ ଲାଭ ଥିବ ମନେ ଘେନି। ଶୟନ ବୋଧିନୀ ଏ ଦୁଇ, ମଧ୍ୟେ ଯେ କୃଷ୍ଣ ବ୍ରତ ହୋଇ। ସେହି ସେ ଉପାସ୍ୟ ଜାଣିବ, ଗୃହସ୍ଥେ ଅନ୍ୟ ନ ଗଣିବ। କରି ଯେ ଏକାଦଶୀ ବ୍ରତ, ଶୁଣେ ଯେ ମାହାତ୍ମ୍ୟ ନିୟତ। ସେ ସର୍ବ ପାପ ମୁକ୍ତ ହୁଏ, ଅଶ୍ୱମେଧର ଫଳ ପାଏ। ଇତି ଶ୍ରୀ ସ୍କନ୍ଧ ପୁରାଣେ ଆଷାଢ଼ ଶୁକ୍ଲ ଦେବଶୟନ କାମିକା ନାମକ ଏକାଦଶୀ ମାହାତ୍ମ୍ୟ ନାମ ଷୋଡ଼ଶ ଅଧ୍ୟାୟ। ଇତି ଶ୍ରୀ ସ୍କନ୍ଧ ପୁରାଣେ ଆଷାଢ଼ ଶୁକ୍ଲ ଦେବଶୟନ କାମିକା ନାମେ ଏକାଦଶୀ ମାହାତ୍ମ୍ୟ ନାମ ଷୋଡ଼ଶ ଅଧ୍ୟାୟ। ଜୟ ଜଗନ୍ନାଥ। ଆଜି ହେଉଛି ହରିଶୟନ ଏକାଦଶୀ ବା ଜଗନ୍ନାଥଙ୍କର ସୁନାବେଶ। ଆଜିର ଅଧ୍ୟାୟ ଜଗତର ନାଥ ଜଗନ୍ନାଥଙ୍କ ଶ୍ରୀଚରଣରେ ପ୍ରଣିପାତ କରି ଆରମ୍ଭ କରୁଛି। ଅଞ୍ଜଳିରେ ଜଳ ଭରି ପିଉଥିବି ବଳକଳ କରି ବସନ, ଇନ୍ଦ୍ରପଦକୁ ମୁଁ ତୁଚ୍ଛ ମଣୁଥିବି ଥିଲେ ତୁମ ସନ୍ନିଧାନ। ଜଗନ୍ନାଥଙ୍କର ସେହି ଅପୂର୍ବ ଲୀଳା ବିଷୟରେ କ'ଣ ବା କହିବା। କେତେ ଲୀଳା ସେ କରନ୍ତି, ତା ଭିତରୁ ଗୋଟେ ଲୀଳା ହେଲା ସୁନାବେଶର ଲୀଳା। ଦେବସ୍ନାନ ପୂର୍ଣ୍ଣିମାରେ ପ୍ରଭୁ ସ୍ନାନ ମଣ୍ଡପରେ 108 ଗରା ଜଳରେ ସ୍ନାନ କରନ୍ତି। ତାପରେ ଆରମ୍ଭ ହୁଏ ଅଣସର ନୀତି। ମହାପ୍ରଭୁ 14 ଦିନ ପାଇଁ କାହାକୁ ଦର୍ଶନ ଦିଅନ୍ତିନି। ତାପରେ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ରଥଯାତ୍ରା ହୁଏ। ରଥଯାତ୍ରା ଦିନ ବଡ଼ଦାଣ୍ଡକୁ ଟହଲାଇ ଆସନ୍ତି। ବାମନ ରୂପରେ ରଥରେ ଦର୍ଶନ ଦିଅନ୍ତି। ସାଥିରେ ନିଜ ଭାଇ ଏବଂ ଭଉଣୀକୁ ନେଇ ନିଜ ଜନ୍ମସ୍ଥାନ ଗୁଣ୍ଡିଚା ମନ୍ଦିର ଯାଆନ୍ତି। ଗୁଣ୍ଡିଚା ମନ୍ଦିରରେ 7 ଦିନ ରୁହନ୍ତି। ସେଠି ରାଧାକୃଷ୍ଣଙ୍କ ଯୁଗଳ ବନ୍ଦୀ ରାସ ହୁଏ। ତାପରେ ହୁଏ ହେରା ପଞ୍ଚମୀ। ମହାଲକ୍ଷ୍ମୀ ରାଗି କରି ରଥ କାଠ ଭାଙ୍ଗିବାକୁ ଯାଆନ୍ତି। ତାପରେ ଦଶମୀ ତିଥିରେ ହୁଏ ବାହୁଡ଼ା ଯାତ୍ରା। ମହାପ୍ରଭୁ ସାଙ୍ଗରେ ଭାଇ ଭଉଣୀଙ୍କୁ ଆଣି ବଡ଼ ଦେଉଳ ବାହୁଡ଼ି ଆସନ୍ତି। ଆଉ ଆସିଲା ବେଳେ ତାଙ୍କ ମାଉସୀ ମାଙ୍କ ଘରୁ ପୋଡ଼ପିଠା ଖାଇ ଆସନ୍ତି। ତାପରେ ଏକାଦଶୀ ଦିନ ପୁଣି ଆରମ୍ଭ ହୁଏ ମହାପ୍ରଭୁଙ୍କ ଲୀଳା ସୁନାବେଶ। ଆମ ମହାପ୍ରଭୁ କେବଳ ଖାଦ୍ୟପ୍ରିୟ ନୁହନ୍ତି, ସେ ବେଶପ୍ରିୟ ମଧ୍ୟ। ମହାପ୍ରଭୁଙ୍କର 12 ମାସରେ 24 ବେଶ ହୁଏ। ତାହା ମଧ୍ୟରୁ ସୁନାବେଶଟି ପ୍ରମୁଖ ବେଶ। ମହାପ୍ରଭୁଙ୍କର ବର୍ଷକୁ 6 ଥର ସୁନାବେଶ ହୁଏ। ଶ୍ରୀମନ୍ଦିର ମଧ୍ୟରେ 5 ଥର ଏବଂ ମନ୍ଦିର ବାହାରେ ଥରେ। ବିଜୟା ଦଶମୀ, କୁମାର ପୂର୍ଣ୍ଣିମା, କାର୍ତ୍ତିକ ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା ଏହି ଦିନମାନଙ୍କରେ ପ୍ରଭୁ ଶ୍ରୀମନ୍ଦିର ମଧ୍ୟରେ ସୁନାବେଶ ହୁଅନ୍ତି। ଆଉ ଆଷାଢ଼ ମାସର ଶୁକ୍ଳ ଏକାଦଶୀ ବାହୁଡ଼ା ପରଦିନ, ଯାହାକୁ ଆମେ ହରିଶୟନ ଏକାଦଶୀ କହିଥାଉ। ସାରା ବିଶ୍ୱରେ ଇଏ ଏମିତି ଜଣେ ଦିଅଁ ଯିଏ ଦାଣ୍ଡରେ ସୁନାବେଶ ହୁଅନ୍ତି। ଏହି ଦିନ ରଥରେ ସୁନାବେଶରେ ମଣ୍ଡିତ ହୁଅନ୍ତି। ମହାପ୍ରଭୁଙ୍କର ସୁନା ବହୁତ ପ୍ରିୟ ହୋଇଥାଏ।
ଭାଗବତରେ ଅଛି, ଯେବେ ଭଗବାନ ଶ୍ରୀକୃଷ୍ଣ ଉଦ୍ଧବଙ୍କୁ ଜ୍ଞାନ ଦେଉଥିଲେ କହିଥିଲେ କି ଧାତୁଙ୍କ ମଧ୍ୟରେ ମୁଁ ସୁବର୍ଣ୍ଣ, ସଂଯମକର୍ତ୍ତା ମଧ୍ୟରେ ମୁଁ ଯମ। ଆଜି ବି ଇତିହାସରେ ସେଇ ପୃଷ୍ଠା କହିବ, ଦ୍ୱାବିଂଶ ଶତାବ୍ଦୀରେ ଯେତେବେଳେ ଉତ୍କଳର କୋଟି ମୌଡ଼ମଣି ନବକଳେବର୍ଗସ୍ୱର ଗଜପତି ମହାପ୍ରତାପୀ ମହାରାଜ ଅନଙ୍ଗ ଭୀମଦେବ ସମଗ୍ର ଦାକ୍ଷିଣାତ୍ୟକୁ ବିଜେ କରି 16ଟି ହାତୀ ପିଠିରେ ସୁନା ବୋହି ଆଣିଥିଲେ, ଆଉ ଆସି ମହାପ୍ରଭୁଙ୍କ ନିକଟରେ ବିନମ୍ରତାର ସହିତ ନତମସ୍ତକ କରି ହାତ ଯୋଡ଼ି କହିଥିଲେ, ହେ ମହାପ୍ରଭୁ, ଏ ବିଜୟ ଏକା ମୋର ନୁହେଁ, ଏଇ ବିଜୟ ହେଉଛି ସମଗ୍ର ଉତ୍କଳ ଜାତିର। ଏ ବିଜୟ ହେଉଛି ଆମ ରାଜା ରାଜାଧୀଶ୍ୱର ମହାପ୍ରଭୁ କୋଟି କୈବଲ୍ୟର ନାଥ ଏହି ରାଷ୍ଟ୍ର ନାୟକ ଜଗନ୍ନାଥଙ୍କର। ଏହି ବିଜୟ ତୁମର ମଣିମା, ଏହି ବିଜୟ ତୁମର। ଇଏ ତ ହେଉଛି ମହାପ୍ରଭୁଙ୍କର ଆଷାଢ଼ ଏକାଦଶୀର ସୁନାବେଶର ଲୀଳା। ମହାପ୍ରଭୁଙ୍କର ଆଉ ଏକ ପର୍ବ ପାଳିତ ହୁଏ, ସେଇଟା ହେଲା ବିଜୟା ଦଶମୀ। ସେଦିନ ମହାପ୍ରଭୁଙ୍କ ଦଶାବତାର ବିଗ୍ରହ ଜଗନ୍ନାଥ ବଲ୍ଲଭ ମଠକୁ ଯାତ୍ରା କରନ୍ତି। ସେଦିନ ଏକ କାଠରେ ମାଛ ତିଆରି ହେଇଥାଏ ଏବଂ ସେହି ମାଛକୁ ଏକ ଖୁଣ୍ଟିରେ ବାନ୍ଧି ଦିଆଯାଏ। ଆମ ଗଜପତି ମହାରାଜମାନେ ସେହି ମାଛର ଆଖିକୁ ତୀର ମାରୁଥିଲେ। ଯଦି ଗଜପତି ମହାରାଜଙ୍କ ତୀର ମାଛ ଆଖିରେ ବାଜୁଥିଲା, ତାହେଲେ ସେହି ବର୍ଷ ଆମ ମହାରାଜ ଦିଗ୍ବିଜୟ କରୁଥିଲେ। କପିଳେନ୍ଦ୍ର ଦେବଙ୍କ ସମୟରେ 1460 ମସିହା ପରେ ଏହା ବହୁତ ପ୍ରସିଦ୍ଧି ଲାଭ କରିଥିଲା, ଆଉ କପିଳେନ୍ଦ୍ର ଦେବ ବହୁତ ରାଜ୍ୟ ଜୟ କରିଥିଲେ। ଆଉ ସେଇ ମହାପ୍ରତାପୀ ମହାରାଜ କପିଳେନ୍ଦ୍ର ଦେବ, ଯିଏ ଉତ୍କଳର ସାମ୍ରାଜ୍ୟକୁ ଗଙ୍ଗାଠାରୁ ଗୋଦାବରୀ ଯାଏ ବିସ୍ତୃତ କରିଥିଲେ, ଆଉ ହାତ ଯୋଡ଼ି ବିନମ୍ରତାର ସହିତ କହିଥିଲେ, ଏ ବିଜୟ ତୁମର ମଣିମା। କପିଳେନ୍ଦ୍ର ଦେବ 138 ହାତୀ ପିଠିରେ ବୋହି ଆଣିଥିଲେ ସମସ୍ତ ଧନରତ୍ନ। ଗଜପତି ମହାରାଜ ଯେଉଁ ଧନରତ୍ନକୁ ନିଜ ନଅରକୁ ନେଇ ନଥିଲେ, ଗଜପତି ମହାରାଜ ଆଣି ମହାପ୍ରଭୁଙ୍କ ରତ୍ନଭଣ୍ଡାରରେ ସମର୍ପି ଦେଇଥିଲେ। ଆଉ ଆମ ମହାପ୍ରଭୁ ସେଇ ମଣ ମଣ ସୁନାରେ ବେଶ ହୁଅନ୍ତି। ଆଜି ବି ଏହି ରହସ୍ୟମୟ ଠାକୁରଙ୍କ ରତ୍ନଭଣ୍ଡାରରେ କେତେ ସୁନା, ହୀରା, ଲୀଳା, ମୋତି, ମାଣିକ୍ୟ ଅଛି, କେହି କଳନା କରିପାରି ନାହାନ୍ତି। ମହାପ୍ରଭୁଙ୍କ ରତ୍ନଭଣ୍ଡାରର ରକ୍ଷକ ହେଉଛନ୍ତି ସ୍ୱୟଂ ଲୋକନାଥ। ଆମ ଦିଅଁ ହେଉଛନ୍ତି ଆମ ଓଡ଼ିଆ ଜାତିର ସୁନା ପୁଅ। ପ୍ରତ୍ୟେକ ମା ତାଙ୍କୁ କାଳିଆ ସୁନା କହିଥାନ୍ତି। ଆମ ଦିଅଁ ଦାନ୍ତ ଘଷନ୍ତି ମୁତୁରି ଦାନ୍ତକାଠିରେ, ହେଲେ ଜିଭ ଘଷନ୍ତି ସୁନା କାଠିରେ। ଆମ ଦିଅଁ ଯିଏ ସୁନା ଥାଳିରେ ଖାଆନ୍ତି। ଆମ ମହାପ୍ରଭୁଙ୍କର ଆଳତି ଅବକାଶ ନୀତି ଯେଉଁଥିରେ ମହାପ୍ରଭୁ ସ୍ନାନ କରନ୍ତି, ସେଇଟା ହେଲା ସୁନା। ଆମ ଦିଅଁଙ୍କର ବିହୁଡ଼ି ସୁନାରେ। ଆମ ମହାପ୍ରଭୁ ସ୍ନାନ କରନ୍ତି ସୁନା ଗରାରେ। ଆମ ମହାପ୍ରଭୁଙ୍କ ପାଇଁ ସ୍ନାନ ପାଇଁ ସୁନା କୂଅରୁ ପାଣି ଆସେ। ଆମ ମହାପ୍ରଭୁଙ୍କର ଆଦ୍ୟ ସେବକ ଗଜପତି ମହାରାଜ ଧରିଥିବା ଝାଡ଼ୁର ବେଣ୍ଟ ସୁନା, ଯେଉଁଥିରେ ଆମ ଗଜପତି ମହାରାଜ ଛେରା ପହଁରା କରନ୍ତି। ଲୋକ କୁହନ୍ତି, ଏ ଏମିତି ଦିଅଁ ଯାହାଙ୍କର ହାତ ନାହିଁ କି ପାଦ ନାହିଁ, ହେଲେ ଏ ଦିଅଁଙ୍କର ସୁନା ହାତ ଏବଂ ସୁନା ପାଦ ଅଛି। ଆମ ମହାପ୍ରଭୁଙ୍କ ନିକଟରେ କେତେ ସୁନା ଅଛି, ଯାହା ଗଣି ହବନି କି କଳନା କରିହବନି। ଏହି ସୁନାବେଶକୁ ବଡ଼ ତଡ଼ାର ବେଶ ମଧ୍ୟ କୁହାଯାଏ। ଉତ୍କଳର ଗଜପତି ଥିଲେ ମହାପ୍ରତାପୀ ଗଜପତି ମହାରାଜ କପିଳେନ୍ଦ୍ର ଦେବ। ମହାପ୍ରଭୁଙ୍କ ବଡ଼ ତଡ଼ଉ ମହାରାଜଙ୍କୁ ନିବେଦନ କରିଥିଲେ। ଆମ ଆରାଧ୍ୟ ଜଗନ୍ନାଥଙ୍କର ଦେବସ୍ନାନ ପୂର୍ଣ୍ଣିମାରେ ଗଜାନନ ବେଶ ହେଉଛି। ଆଉ ଆମ ମହାପ୍ରଭୁଙ୍କର ଏତେ ସୁନା ଅଛି, ହେଲେ ମହାରାଜ ଆମ ମହାପ୍ରଭୁଙ୍କ ରଥଯାତ୍ରାରେ ସୁନାବେଶ ହେଲେ ହୁଅନ୍ତାନି? ଆମ ମହାପ୍ରଭୁଙ୍କର ଏତେ ସୁନା ଥାଇ ଲାଭ କ'ଣ, ଯଦି ଆମ ମହାପ୍ରଭୁ ସେହି ସୁନାକୁ ପରିଧାନ ନ କରିବେ? ଆଉ ତାଙ୍କରି ନିବେଦନ ରଖିଥିଲେ ଉତ୍କଳର ଗଜପତି ମହାରାଜ କପିଳେନ୍ଦ୍ର ଦେବ। ସେବେଠୁ ମହାରାଜା କପିଳେନ୍ଦ୍ର ଦେବ ମହାପ୍ରଭୁଙ୍କର ସୁନାବେଶ ନୀତି ଆରମ୍ଭ କରିଥିଲେ। ମହାରାଜ କପିଳେନ୍ଦ୍ର ଦେବ ସାରା ବିଶ୍ୱକୁ କହିଦେଇଥିଲେ, ଏ ଦିଅଁ କାଠର ଦିଅଁ ନୁହନ୍ତି, ଏ ତ ଆମ ସୁନା ଦିଅଁ। ରଥରେ ପ୍ରଭୁଙ୍କୁ ସୁନାରେ ସଜାଯାଏ, ବଳଭଦ୍ରଙ୍କ ନିକଟରେ ଲାଗେ। ଶ୍ରୀଭୁଜ, ଶ୍ରୀପୟର, କିରୀଟି, ଓଢ଼ିଆଣୀ, କୁଣ୍ଡଳ, ଚନ୍ଦ୍ର, ସୂର୍ଯ୍ୟ, ଆରକାନି, ଭଗରାମାଳି, କଦମ୍ବମାଳି, ତିଳକମାଳି, ଚନ୍ଦ୍ରିକା, ଅଳକା, ହଳମୁସଳ, ଝୋବାଗଣ୍ଠି, ବାଘନଖ ମାଳି, ସେବତୀ ମାଳି, ତ୍ରିଖଣ୍ଡିକା, କମରପଟି, 18 ପ୍ରକାର ଜିନିଷ ପ୍ରଭୁଙ୍କ ନିକଟରେ ଲାଗିଥାଏ। ସୁଭଦ୍ରାଙ୍କ ନିକଟରେ କିରୀଟ, ଓଢ଼ିଆଣୀ, କାନ, ଚନ୍ଦ୍ର, ସୂର୍ଯ୍ୟ, ଘାଘରାମାଳି, କଦମ୍ବମାଳି, ତଗଡ଼ି, ସେବତୀ ମାଳି ଆଦି ସୁଭଦ୍ରାଙ୍କ ନିକଟରେ ଲାଗିଥାଏ। ଜଗନ୍ନାଥଙ୍କ ନିକଟରେ କିରୀଟ, ଶ୍ରୀଭୁଜ, ଶ୍ରୀପୟର, ମକର କୁଣ୍ଡଳ, ସୂର୍ଯ୍ୟ, ଚନ୍ଦ୍ର
ଆରକାନି, ଘାଗରାମାଳି, କଦମ୍ବମାଳି, ତିଳକ, ଚନ୍ଦ୍ରିକା, ହରିଡ଼ା, ବାହାଡ଼ାମାଳି, ତାବିଜମାଳି, ତ୍ରିଖଣ୍ଡିକା, କମରପଟି, ଝୋବାଗଣ୍ଠି, ସୁବର୍ଣ୍ଣ ଚକ୍ର ଏବଂ ରୌପ୍ୟ ଶଙ୍ଖ ପ୍ରଭୁଙ୍କ ଶ୍ରୀଅଙ୍ଗରେ ଶୋଭା ପାଇଥାଏ। ମହାପ୍ରଭୁଙ୍କର ଏହି ବିଚିତ୍ର ସୁନାବେଶ ଦେଖିବା ପାଇଁ ବଡ଼ଦାଣ୍ଡକୁ ଉଛୁଳି ଆସନ୍ତି ଅଗଣିତ ଲକ୍ଷ ଲକ୍ଷ ଭକ୍ତ। ରଥଯାତ୍ରା ଏବଂ ବାହୁଡ଼ା ଯାତ୍ରାରୁ ଅଧିକ ଭକ୍ତ ସୁନାବେଶରେ ଆସନ୍ତି ସେଇ ତାଙ୍କର ଆରାଧ୍ୟ ଦେବ କାଳିଆ ସୁନାକୁ ସୁନାବେଶରେ ଟିକେ ଦେଖିବା ନିମନ୍ତେ। କିଏ କହେ ଆମ ମହାପ୍ରଭୁଙ୍କର ହାତ ପାଦ ନାହିଁ? କପିଳେନ୍ଦ୍ର ଦେବ ସାରା ବିଶ୍ୱକୁ ଦେଖାଇ ଦେଲେ ମହାପ୍ରଭୁଙ୍କ ଶ୍ରୀଭୁଜ ଏବଂ ଶ୍ରୀପୟର। କିଏ କହେ ଆମ ମହାପ୍ରଭୁଙ୍କର କାନ ନାହିଁ, ହେଲେ ଆମ ମହାପ୍ରଭୁ ତ ମକର କୁଣ୍ଡଳ ପିନ୍ଧିଛନ୍ତି। ଆମ ମହାପ୍ରଭୁ ତ କାଳିଆ ସୁନା, ସେ ତ ସୁନାର ଦିଅଁ। ସେଇ ସୁନାର ଦିଅଁକୁ ଆଷାଢ଼ ଶୁକ୍ଳ ଏକାଦଶୀରେ ସୁନାରେ ବେଶ କରି ଦିଆଯାଏ। ମହାପ୍ରଭୁଙ୍କର ଏହି ବେଶ ଦେଖିଲେ କୋଟି କୋଟି ଜନ୍ମର ପାପ କ୍ଷୟ ହୁଏ। ଏକାଦଶୀ ଦିନ ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ପରେ ତାଙ୍କ ସେବାୟତମାନେ ତାଙ୍କୁ ସୁନାରେ ସଜେଇ ଦିଅନ୍ତି। ମହାପ୍ରଭୁଙ୍କର ସୁନାବେଶ ପରେ ମହାପ୍ରଭୁଙ୍କର ରଥ ଉପରେ ସନ୍ଧ୍ୟା ଆଳତି ହୁଏ। ତାପରେ ସନ୍ଧ୍ୟା ଭୋଗ ଲାଗି ହୁଏ। ସେଦିନ ବିଳମ୍ବିତ ରାତିରେ ମହାପ୍ରଭୁଙ୍କର ବେଶ ଉଲାଗି ହୁଏ। ତାପରେ ବଡ଼ସିଂହାର ବେଶ ଏବଂ ବଡ଼ସିଂହାର ଭୋଗ ଲାଗି ହୁଏ। ତାପରେ ମହାପ୍ରଭୁଙ୍କ ସେବାୟତ ଭଣ୍ଡାର ଘରୁ ସୁବର୍ଣ୍ଣର ଶୟନ ପ୍ରତିମା ଆଣନ୍ତି। ଶୟନ ପ୍ରତିମା ଆଣି ତିନି ମୂର୍ତ୍ତିଙ୍କୁ ବିଜେ କରାଇବେ। 3 ଜଣ ପୂଜାପଣ୍ଡା 3 ରଥରେ ଯଥା ବଳଭଦ୍ରଙ୍କ ରଥରେ ବାସୁଦେବ, ସୁଭଦ୍ରାଙ୍କ ରଥରେ ଭୁବନେଶ୍ୱରୀ, ଜଗନ୍ନାଥଙ୍କ ରଥରେ ଶ୍ରୀ ନାରାୟଣ ବିଜେ କରିବେ। ତାପରେ ମହାପ୍ରଭୁଙ୍କ ନିକଟରେ ବଡ଼ସିଂହାର ଭୋଗ ଲାଗିଥାଏ। 3 ପୂଜାପଣ୍ଡା 3 ରଥରେ କର୍ପୂର ଆଳତି କରନ୍ତି। 3 ରଥରେ ଆଳତି ସରିଲା ପରେ ପୂଜାପଣ୍ଡା ଶୟନ ପ୍ରତିମାଙ୍କୁ ଭଣ୍ଡାର ଘରକୁ ନେଇଯାଆନ୍ତି। ସେଠାରେ ମହାପ୍ରଭୁଙ୍କର ଶୟନ ନୀତି ଆରମ୍ଭ ହୁଏ। ଦେବସ୍ନାନ ପୂର୍ଣ୍ଣିମା ପରେ ଅଣସର ନୀତି, ପରେ ରଥଯାତ୍ରା। ତେଣୁ ଏହି ଏକାଦଶୀରେ ମହାପ୍ରଭୁ ବିଶ୍ରାମ କରନ୍ତି। ମହାପ୍ରଭୁଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରୁ ଶୟନ ନୀତି ଏକ ପ୍ରମୁଖ ଯାତ୍ରା। ମହାପ୍ରଭୁ ଭାଦ୍ରବ ମାସର ଶୁକ୍ଳ ପକ୍ଷ ଏକାଦଶୀରେ ପାର୍ଶ୍ୱ ପରିବର୍ତ୍ତନ କରନ୍ତି। କାର୍ତ୍ତିକ ମାସର ଶୁକ୍ଳ ପକ୍ଷ ଏକାଦଶୀ, ଯାହାକୁ ଦେବ ଉତ୍ଥାପନ ଏକାଦଶୀ କୁହାଯାଏ, ମହାପ୍ରଭୁ ଶୟନରୁ ଉଠନ୍ତି। ତେଣୁ ହରିଶୟନ ଏକାଦଶୀରୁ ଦେବ ଉତ୍ଥାପନ ଏକାଦଶୀ ଯାଏ କୌଣସି ବିବାହ ଘର କି ବ୍ରତଘର ନୀତି ନଥାଏ। କୋଟି ଓଡ଼ିଆର ମୌଡ଼ମଣି କୈବଲ୍ୟନାଥ ମହାପ୍ରଭୁଙ୍କର ସୁନାବେଶ ପରେ ଆରମ୍ଭ ହୁଏ ଅଧରପଣା ଏବଂ ନୀଳାଦ୍ରି ବିଜେ। ସେହି ନୀଳାଦ୍ରି ବିଜେ ଦିନ ମହାପ୍ରଭୁ ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ତାଙ୍କ ମାନ ଭାଙ୍ଗନ୍ତି। ଆଶା କରୁଛି ମହାପ୍ରଭୁଙ୍କର ସୁନାବେଶର କଥା ଆପଣମାନଙ୍କୁ ପସନ୍ଦ ଆସିଥିବ। ମହାବାହୁଙ୍କ ନିକଟରେ ପ୍ରଣିପାତ କରି ଆଜିର ଅଧ୍ୟାୟକୁ ଏଇଠି ଶେଷ କରୁଛି। ଜୟ ଜଗନ୍ନାଥ। ଶ୍ରୀକୃଷ୍ଣଙ୍କ ସ୍ତୁତି। ନମସ୍ତେ ପ୍ରଭୁ ଭାବଗ୍ରାହୀ, ଭାରାନି ବାରେ ଜାତ ତୁହି। ନମଇ ପଙ୍କଜ ପୟର, ପଙ୍କଜ ଲୋଚନ ସୁନ୍ଦର। ଶ୍ୟାମ ସୁନ୍ଦର କଳେବର, ପ୍ରସନ୍ନ ବଦନ ସୁନ୍ଦର। ପୀତବସନ ଶୋହେ ଭଲେ, ଶ୍ରୀବତ୍ସ ଚିହ୍ନ ବକ୍ଷಸ್ಥଳେ। ମୁକୁତା ଚାପ ସରି ଶୋହେ, କଣ୍ଠେ କୌସ୍ତୁଭ ମଣି ମୋହେ। କିରୀଟ କୁଣ୍ଡଳ ବିରାଜେ, ଅମୂଲ୍ୟ ହାର ହୃଦେ ସାଜେ। ରତ୍ନ ନୂପୁର ପାଦେ ଶୋହି, କିବା ଉପମା ଦେବା ତହିଁ। ଧ୍ୱଜ ଅଙ୍କୁଶ ବଜ୍ର ଚିହ୍ନ, ପଦ୍ମ ସହିତେ ଯେ ଲାଞ୍ଛନ। ତୁଙ୍ଗ ସୁରଙ୍ଗ ପାଦ ଦୁଇ, ନଖ ଚନ୍ଦ୍ରିକା ବିରାଜଇ। ପାପ ଶୈଳ ବଜ୍ର ପାଏ, ଯେ ପାଦ ନାଶଇ ନିର୍ଭଏ। ସେ ପାଦ ପଦ୍ମର ମହିମା, କେ କହି ପାରେ ଗୁଣ ସୀମା। ସେ ପାଦ ଯୋଗ ମନୋହର, ଲକ୍ଷ୍ମୀ ସେବନ୍ତୀ ନିରନ୍ତର। ନମଇ କୈବଲ୍ୟର ନାଥ,
हे नाथ आत्मराम संत अवनी रखी आदि मूळ नासिलु दुष्ट क्षत्रिकूळ तू नाथ जगत जीवन तू अकिंचन जन धन इंद्र विवादे बनमाळी पर्वत बाम करे तोळी रखिलु गोपर संपद एणु जे नाम तो गोविंद प्रलय जळे तोर वास नाभिरु पंकज प्रकाश पंकज माला तोर गळे विहरु भुवन मंडले दरिद्र जन धन तुही प्रकृति तोते न जाणई तोते चिंतिण जे मरंती निश्चिंते तो देहे पसंती तो अवतार ए जगते गुरु ब्राह्मण देवहिते अखिल प्रभु जोगेश्वर तो पादे मोर नमस्कार नमस्ते जगत जीवन साधुक दुर्दिन बहन असाधु दमन व्यवहार अखिल जन्म रूप तोर नमस्ते शाश्वत वत्सल तू जोगी जने अगोचर भोदेव नमो तो पयर प्रसन्न जन दुख हर जे पाद पद्म आश्रय करी संसारु तरंतु संसारी हे प्रभु तोर माया बळे अशेष जन्म एशयळे हुअन्ति तापत्रये भ्रम एणु लभन्ति प्राणी श्रम तो पाद पद्म छाया तळे जे प्राणी रहन्ति निश्चळे से संसार तरी जान्ति केबे हे भ्रमे न पड़न्ति से पादे पशुछि शरण त्राहि करन्तु नारायण त्राहि करन्तु नारायण त्राहि करन्तु नारायण। श्री विष्णु को स्तुति। नमस्ते पुरुषोत्तम माधव मुरारी परम ब्रह्म परात्पर अंतर्यामी हरि किछि नथिला देव महाप्रलय रे एकमात्र तुम्भे थिल अनंत सजारे तुम्भक नरु पुरुषे होइला संभूत मधु कैटभ बोलिता नाम हेला ख्यात प्रलय जल ताहाको हेला ठुआणी लक्ष्मी को बोलन्ते सेही मूढ़ कटुबाणी हाड़ सहिते ताहार मांस फिंगी देल मद परी करी ताकू जले पकाइल तेणु मेदिनी होइला पृथ्वीर नाम उत्पत्ति प्रलय कर्ता तुम्भे जनार्दन
जय जय भगवान जय मधुहारी जय आदि अवतारे मत्स्य रूपधारी नमस्ते मोहिनी रूपी सुंदर नसन नम कूर्म अवतार मंदर धारण नमस्ते वराह पृथ्वी दन्तग्रेधरी नृसिंह रूपे हिरण्य कश्यपो विदारी देवंक बोले काश्यप कोळे जात हेल बामन रूपे बळिकी पाताळे रखिल पृथ्वीरे क्षत्रिय वंश बहुत बढ़िले दान जोग यज्ञ बिना अन्याय मातिले से हेतु परशुराम रूपकु धइल क्षत्रि करि पृथ्वीरे जणे न रखिल जगत रहिते प्रभु तुम्भर जनम तुम्भ तहु अन्य केही नाही त्रिभुवन सर्वजीवे सर्वकाळे रक्षक आपण तुम्भर प्रसादे स्वर्गे भोगे देवगण नम नम नारायण ब्रह्म सनातन संसार रहे तुमे हुओ अवतीर्ण तुमे आदि तुमे मध्य तुमे अंतरूपे सकल जगत भरी अछलो मकूपे तुमे इंद्र तुमे चंद्र तुमे दिवाकर आकाश पाताल तुमे दीर्घ कळेबर आत्मरूप चराचर जीवे तव स्थिति तव तत्व जानिबारे नाही का सकती दया कर जारे तुमे सबु से पारई तेणु दयामय नाम भवे विस्तारई कଳି जुग भाव देखी होइल मौन उठ उठ महाबाहु हेड मनयन आकुळे डाकुछि प्रभु मोर कथा शुण चरण तळे शरण लोड़ुअछि दीन नमस्ते श्री बलदेव रोहिणी नंदन नमस्ते श्री बलदेव पतित पावन हळ मूषळ धारण श्रीकृष्ण अग्रज तालध्वज रथे बीजे बलियार भुज कंदरासुर को बधिबारु से अंचल केंदरा पड़ा बोली घोषे से मंडल सुंदरी कन्या तुलसी कंदरासुर से लागी तुलसी क्षेत्र नाम हेला तार से क्षेत्र रे अधिष्ठाता रूपे विराजित महाप्रभु बलदेव जीव श्री अनंत
देवाधिदेवराय हे पुरुष उत्तम, हे अनादि निराकार प्रभु जोग ब्रह्म। तुम्भे संकर्षण प्रभु, तुम्भे शेष देव, तुम्हे ब्रह्मा तुम्हे विष्णु, तुम्भे महादेव। तुम्भे स्थूल तुम्भे सूक्ष्म, तुम्भे सर्वरूपी, कीटु ब्रह्म परिजन्ते, तुम्भे सर्वव्यापी। जगत रक्षणे जुगे जुगे अवतार, श्री विष्णु संगे मर्ते भिन्न कळे वर। सत्य जुगे शेष देव, त्रेतारे लक्ष्मण, द्वापरे श्री बलदेव मूषक धारण। कଳି जुगे बलदेव जीर्ण दारु ब्रह्म, केन्दरा पड़ारे विजे रेवती रमण। हे कादम्बरी पान प्रमथ कामपाल, बलभद्र बलवान प्रभु नीलाम्बर। श्री अनंत आशुतोष हे धवलवन, तुम्भ इंगिते चले चतुर्दश भुवन। प्रभु आशुध्वंसकारी गौरव गंजन, लंगड़ मुने हस्तिना कल उत्पाटन। शरण पशिला जेणु मानि दुर्योधन, आशुतोष क्षमा गुणे करिल कल्याण। तुम्भ महिमार प्रभु नाही आदि अंत, नर देह धरि केहु करिब व्यकत। न जानै भाव भक्ति जप पूजार्चना, तब श्री चरण तले एतिकी कामना। शरण पंजर आहे शरण मागई, ए पिंडरु प्राण जाऊ तब नाम गाई। ए पिंडरु प्राण जाऊ तब नाम गाई। श्री लक्ष्मी नारायण स्तुति। जय लक्ष्मी नारायण जुगल मूरति, जय लक्ष्मी नारायण अगतिर गति। जय लक्ष्मी नारायण गरुड़ आसन, जय लक्ष्मी जगन्नाथ वैकुंठ भुवन। तुम्भे बेनी जगतर अट माता पिता, जगत कल्याणे तुम्भ वात्सल्य ममता। कीटु ब्रह्म जाए जेते प्राणियात जात, तुम्भरी करुणा पुरी रहिछि सतत। तुम्भ इच्छा बिना वृक्षे पत्र न कळे, तुम्भ इच्छा बिना काहीं पवन न चले। तुम्भरी इच्छारे सदा रहे निर्झरिणी,
ତୁମ୍ଭରି ଇଚ୍ଛାରେ ଶସ୍ୟ ଦିଅଇ ଧରଣୀ, ତୁମ୍ଭରି ଆଜ୍ଞାରେ ରଚି ପ୍ରକାଶେ କିରଣ, ତୁମ୍ଭରି ଆଜ୍ଞାରେ ହୁଏ ସଦା ରାତି ଦିନ, ତୁମ୍ଭରି କରୁଣା ବଳେ 14 ଭୁବନ। ଆନନ୍ଦେ ଗଢ଼ିଲେ ପ୍ରଭୁ ସାବିତ୍ରୀର ମଣ, ତୁମ୍ଭରି କଲ୍ୟାଣ ଲୋଭି ପ୍ରଭୁ ପଞ୍ଚାନନ, ସୃଷ୍ଟି ସଂହାର ଦାୟିତ୍ୱ କରନ୍ତି ବହନ, ଅନନ୍ତ କୋଟି ବ୍ରହ୍ମାଣ୍ଡ ମାଳ ମାଳ ହୋଇ, ତୁମ୍ଭ ଲୋମକୂପେ ସଦା ଶୋଭା ପାଉଥାଇ, ନମସ୍ତେ ନମସ୍ତେ ଆହେ କ୍ଷୀର ସିନ୍ଧୁ ମୁଦ୍ରା, ଅନନ୍ତଙ୍କରେ ସଦା ତୁମ୍ଭ ଯୋଗ ନିଦ୍ରା, ପାଦ ମଞ୍ଚାଳନ୍ତି ସଦା ଲକ୍ଷ୍ମୀ ଠାକୁରାଣୀ, ଯେ ଯୁଗ୍ମ ଚରଣେ ମୋହି କରଇ ଦଇନି, ଲକ୍ଷ୍ମୀ ନାରାୟଣ ନାମ ଥିବ ଯାର ତୁଣ୍ଡେ, କୌଣସି ସମୟେ ତାକୁ ଯମ ଯେ ନ ଦଣ୍ଡେ, ଲକ୍ଷ୍ମୀ ନାରାୟଣ ନାମ ହେଉ ଗଳମାଳି, ଶ୍ରୀ ଛାମୁରେ ଦାସ କରୁଅଛି ଅଳି। ଶ୍ରୀ ରାଧାମାଧବ ସ୍ତୁତି। ଜୟ ନବ ଜଳଧର ଶ୍ରୀ ରାଧାମାଧବ, ଜୟ ଜୟ ହରିତ ନୀରବସନ ଦିବ୍ୟ, ଜୟ ମରକତ ମଣି ସ୍ୱର୍ଣ୍ଣମାଳା ଦୀପ୍ତି, ଜୟ ଜନକ ବଳୟ ଯୁଗଳ ମୂରତି, ଅଳକ ତିଳକ ଫାଲେ କେଶ ବେଶ ଶାନ୍ତି, ବଦନ ନୟନ ପଦ୍ମ ଚାରୁ ଚନ୍ଦ୍ରକାନ୍ତି, ଅତି ସୁମଧୁର ବେଶ ତ୍ରିଭଙ୍ଗିମା ଠାଣି, ମଧୁର ମୃଦୁଲ ହାସ୍ୟ ଶ୍ରୀବାଙ୍କ ଚାହାଣି, ନଟବର ନୃତ୍ୟ ଗୀତ ସୁରମ୍ୟ ସୁନ୍ଦର, ବିବିଧ ଗୁଣ ବିଦଗ୍ଧ ଚରଣ ଯୁଗଳ, କନକ ମୁକୁଟ ଚୂଡ଼େ ପେନ୍ଥି ପେନ୍ଥି ଫୁଲ, ଅତି ସୁବଳିତ ଗାତ୍ର ଦୋଏ ଗନ୍ଧମାଲ୍ୟ, ମୁନି ସୁରଗଣ ସଦା ଧ୍ୟାୟନ୍ତି ଯେ ମୂର୍ତ୍ତି, ଅତି ରସ ବସ ମଗ୍ନ ସୁମଧୁର କାନ୍ତି, ବୟସ ନବ କିଶୋର ନିତ୍ୟ ବୃନ୍ଦାବନ, ଶ୍ରୀ ରାଧା ମାଧବ ମୂର୍ତ୍ତି ସତ୍ୟ ସନାତନ, ସମନ ଭୟ ନାଶକ ଏ ଯୁଗଳ ନାମ, ସୁରାସୁର ନିତ୍ୟ ବନ୍ଧୁ ଥାନ୍ତି ଯା ଚରଣ, କୋଟି ମନୋରଥ ଗଞ୍ଜେ ଲାବଣ୍ୟ ବଦନ, ଚତୁର୍ଦଶ ଲୋକେ ଆଲୋକିତ ଯାର ଧ୍ୟାନ, ମୋହି ଅରକ୍ଷିତ ଜନ ଆଶ୍ରା କଲି ନାମ, କିଞ୍ଚିତରେ ନେତ୍ର ଖୋଲି କରନ୍ତୁ କଲ୍ୟାଣ, ତୁମ ପାଦ ବିନୁ ମୋର ଅନ୍ୟ ଗତି ନାହିଁ, ଚରଣେ ଶରଣ ଗଲି ଭାରେ କର ତ୍ରାହି, ଚରଣେ ଶରଣ ଗଲି ଭାରେ କର ତ୍ରାହି।